जय जगन्नाथ। जलिबाकू थिला अहंकार जलिगला, बंचिबाकू थिला भक्ति बंचिगला। आगे साक्षी हैला सेई रातिर जेउठी पाप हारिगला धर्म जीतिगला। सेई रातिर नाम हेउछि होलिका दहन। या केवल पर्व नुहे, ଏହା ହେଉଛି ଅଧର୍ମ ବିରୋଧରେ ଧର୍ମର ଯୁଗ। ଜଣେ ଦାନବ ରାଜାର ଅହଙ୍କାର, ଜଣେ ଭଉଣୀର ଚାଲବାଜି ଏବଂ ଜଣେ ଛୋଟ ଶିଶୁର ଅଟୁଟ ଭକ୍ତି। ତ ସାଙ୍ଗମାନେ ଆଜି ଆମେ ଜାଣିବା ହୋଲିକା ଦହନର ସତ୍ୟ ରହସ୍ୟ। ଦାନବ ରାଜା ହିରଣ୍ୟକଶିପ ସେ ଚାହୁଁଥିଲା ସବୁବେଳେ ତାଙ୍କୁ ଭଗବାନ ବୋଲି ଲୋକ ପୂଜା କରନ୍ତୁ, କିନ୍ତୁ ତାଙ୍କ ପୁଅ ପ୍ରହ୍ଲାଦ କେବଳ ସେମାନେ ନାମ ନେଉଥିଲେ ଭଗବାନ ବିଷ୍ଣୁଙ୍କର। ହିରଣ୍ୟକଶିପଙ୍କ କ୍ରୋଧ ବଢିଲା, ସଜା ବଢିଲା, କିନ୍ତୁ ଭକ୍ତି କେବେ ଭାଙ୍ଗିଲା ନାହିଁ। ପ୍ରହ୍ଲାଦ ସବୁବେଳେ ଭଗବାନଙ୍କ ନାମ ହିଁ ନେଉଥିଲେ, ଯେତିକି କଷ୍ଟ ହେଉନା ଦୁଃଖ ହଉ। ତାପରେ ଆସିଲା ହୋଲିକା, ଯିଏ ହେଉଛନ୍ତି ହିରଣ୍ୟକଶିପୁର ଭଉଣୀ। ତାଙ୍କୁ ବରଦାନ ଥିଲା କି ସେ ଅଗ୍ନିରେ ପୋଡିବେ ନାହିଁ ବା ସେ ଜଳିବେ ନାହିଁ, କିନ୍ତୁ ଅଗ୍ନି ନ୍ୟାୟ କଲା, ଅହଙ୍କାର ପୋଡିଗଲା, ଭକ୍ତ ବଞ୍ଚିଗଲା। ଶେଷରେ ଦିବ୍ୟ ରୂପରେ ପ୍ରକଟ ହେଲେ ନରସିଂହ ଅବତାର। ଅଧର୍ମର ଶେଷ ହେଲା, ଧର୍ମର ଜୟ ହେଲା। ହୋଲିକା ପ୍ରତିବର୍ଷ ପୋଡିଯାଏ, କିନ୍ତୁ ଆମ ମନର ଖରାପ ଆଦତ କେବେ ବି ପୋଡି ପାରେ ନାହିଁ। ଯଦି ଆଜି ଅହଙ୍କାର ପୋଡିଯିବ, କ୍ରୋଧ ପୋଡିଯିବ, ଈର୍ଷା ପୋଡିଯିବ, ତାହେଲେ ଆପଣଙ୍କ ଜୀବନରେ ସତ୍ୟ ହୋଲି ଆସିପାରିବ। ଅଗ୍ନିରେ କାଠ ନୁହେଁ, ନିଜର ପାପ ପୁରାନ୍ତୁ। ଜୀବନରେ ରଙ୍ଗ ନୁହେଁ, ସତ୍ୟ ଭରି ନିଅନ୍ତୁ। ପ୍ରହ୍ଲାଦ ଭଳି ଭକ୍ତି ରଖନ୍ତୁ ମନରେ, ତାହେଲେ ଭଗବାନ ନିଜେ ଆସିବେ ତୁମର ସହାୟତା କରି। ତ ସାଙ୍ଗମାନେ, ଏହା ଥିଲା ହୋଲିକା ଦହନର ରହସ୍ୟ କଥା। ଯଦି ଭିଡିଓଟି ଭଲ ଲାଗିଲା ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲକୁ ନିଶ୍ଚିତ ଭାବରେ ସବସ୍କ୍ରାଇବ କରିକି ଯାଆନ୍ତୁ। ସାଇନିଂ ଅଫ୍, ଥ୍ୟାଙ୍କ ୟୁ।